ବୀରମିତ୍ରପୁରରେ ଘଟିଯାଇଛି ଏକ ଲଜ୍ଜାଜନକ ଲୁଟ୍ ଘଟଣା। ଲୁଟେରାଙ୍କ ସାହସ ଏବେ ଚରମ ସୀମାରେ। 80 ବର୍ଷର ବୃଦ୍ଧା ଏବଂ ଦିବ୍ୟାଙ୍ଗ ପୁଅକୁ ମଧ୍ୟ ଛାଡ଼ିଲେନି ଲୁଟେରା। ଲୁଟ୍ କରି ନେଇଗଲେ ବୃଦ୍ଧା ମହିଳା ଏବଂ ତାଙ୍କ ଦିବ୍ୟାଙ୍ଗ ପୁଅର ଭତ୍ତା ଟଙ୍କା। ଏପରି ଏକ ହୃଦୟସ୍ପର୍ଶୀ ଘଟଣା ଘଟିଛି ବୀରମିତ୍ରପୁରରେ। ଆଲେକ୍ଜାଣ୍ଡାର ସ୍କୁଲରେ ଆଜି ବୃଦ୍ଧା ଏବଂ ଭିନ୍ନକ୍ଷମ ଭତ୍ତା ବଣ୍ଟନ କରାଯାଉଥିଲା। ଜୁଇଲ୍ସ ଟପୋ ନାମକ ଜଣେ 80 ବର୍ଷୀୟ ବୃଦ୍ଧା ତାଙ୍କର 3,500 ଟଙ୍କା ଭତ୍ତା ନେଇ ପୁଅର 1,200 ଟଙ୍କା ଭତ୍ତା ନେଇ ଫେରୁଥିବା ବେଳେ ଲୁଟେରାରେ ଶିକାର ହୋଇଥିଲେ। ଭତ୍ତା ବଣ୍ଟନ କେନ୍ଦ୍ରରୁ ନିଜ ପୁଅ ସହ ଏକ ବ୍ୟାଗରେ ଟଙ୍କା ନେଇ ଫେରିଲା ବେଳେ ଜଣେ ଦୁର୍ବୃତ୍ତ ସ୍କୁଟିରେ ଆସି ଟଙ୍କା ଛଡ଼ାଇ ନେଇ ଫେରାର ହୋଇଯାଇଛି। ପୁଅ ଜଣକ ମୂକ ହୋଇଥିବାରୁ ପାଟି କରି ପାରିନଥିଲା। ଖବର ପାଇ ବୀରମିତ୍ରପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି। ସିସିଟିଭି ଯାଞ୍ଚ କରି ପୋଲିସ ଦୁର୍ବୃତ୍ତଙ୍କୁ ଚିହ୍ନଟ କରିବାକୁ ଉଦ୍ୟମ ଜାରି ରଖିଛନ୍ତି।